ପାଖକୁ ଆସ। ଏ ମୋ स्वीट हार्ट, ମୋ दिल की धड़कन, मैं तेरी जाने मन डाकुची। आ सुना घरू बाहरिया ଯାହା ପିଲିଛ ଯେମିତି ଅଛ ସେମିତି ଚାଲି ଆସ। ମୁଁ ତମକୁ ମୋ ଫଟୋ ଫଟିଆରେ ନେଇ ସେ ମଣିନାଗ ମନ୍ଦିରରେ ଗଳେଇ ଦେବି। ଫୁଲ ଫୁଲ ମାଳ। ନାଇଁ ବାବା ନାଇଁ, ଜମା ସେମିତି ଆସନି। ମୁଁ ତୁମକୁ ଯାଉ ଶାଢ଼ୀ ସାୟା ବ୍ଲାଉଜ ଇତ୍ୟାଦି ଦେଇଥିଲି, ସେ ସବୁକୁ ଯତ୍ନରେ ଦେହକୁ ଘୋଡ଼େଇ ହୋଇ ଆସ। ଏତେ ରାତିରେ କିଏ ଡାକୁଛ? କବାଟ ଖୋଲ। ପଛରେ ପରା ପାଚିଛି ବଡ ବେଲ। ଶଳା ପାତିଲା ବେଲ ମୋର ଭାରି ପସନ୍ଦ। ଏମିତିରେ ପେଟ ଗରମ ହୋଇ ମୋର ତ ଖାଲି ଘର କାଢେ ତଳ କାଢେ ମୋର ପାଣିକି ଉଠି ଯାଉଛି। ଆଉ କଣ ଉଠୁଛି? ଏଇଠି ବାପା ହଁ, ଶଳା ପେଟ ଗରମରୁ ହଁ। ଖାଲି ଗରମ ବିରା ଗୁଡାକ ଉଠି ଯାଉଛି। କଣ ପଣା କରିଦେଲେ ପିଇବ? ରାତିରୁ 2-4 ଗ୍ଲାସ ମାରିଦେଲେ একদম পেট ঠান্ডা। ମଉସା ତମେ କୋଉଠି? ଏ ଶଳା ବୁଢା, ବର୍ଷା ପାଚିଲା ଛାଡୁ। ଆରେ ପିଇସା ତମେ କୋଉଠି? ଏଇଠି କହିଲା ଶଳା ବୁଢା, ତୁ ବର୍ଷା ପାଚିଲା କିଛି ଛାଡ଼ିବୁନି। ନା ଶ୍ୱଶୁର ପୁଅ ପୁରା ବିକଳିଆ ହୋଇକି ଆଇଛେ। ও সাকিয়ারে শিশুকাল হয়েছে দেব বেহি পুଅ ଶଳା ଚିତ୍ରାଳୟରୁ ଭଡ଼ାରେ ଡ୍ରେସ୍ ଆଣି ଆଜି ବର ବେଶ ସାଜିଛି ଆଉ। ଗେଞ୍ଜୁ ଡାର୍ଲିଂ, ତମେ ନା ଆଜି ଏ ବେଶରେ ପୁରା ରାଜକୁମାର ପରି ଦେଖାଯାଉଛ। ଆଉ ମୁଁ ତମେ ଏଇଠି ବିଲୁଆ ଦେଖିଛ? ବିଲୁଆ ବେକରେ ମାଳ ପଡ଼ିଲେ ଯେମିତି ଦେଖାଯାଉଛି, ତମେ ଆଜି ଠିକ ସେମିତି ଦେଖାଯାଉଛ। ଶଳା 6,000 ଟଙ୍କା ଶାଢ଼ୀ ମେକଅପ୍ ବନେଇଛି, 12,000 ଟଙ୍କା ଶାଢ଼ୀ ଶଳା ଡ୍ରେସ୍ କିଣିଛି। ଏତେ ସଜ ହେଲା ପରେ ବି ମୁଁ ତତେ ବେଲୁଆ ପରି ଦେଖାଯାଉଛି। ତୋ ମୁହଁକୁ କେବେ ଆଇନାରେ ଦେଖିଛୁ ଶ୍ୱଶୁର ପୁଅ? ଓ ବର ବେଶ ସାଜି ଆଇଛି। ଶ୍ୱଶୁର ପୁଅ, ତୋ ହାତରେ ହାତ ଗଣ୍ଠି ନୁହବେ, ଆଉ ତୋ ପାଟିରେ ଶଳା ଟିକେ ଦାନା ଦର ଦେଇଦେଲେ ଏ ଶଳା ବୁଢା ଠକିନି ପୁରା ତ ସଫା। ବସ୍ତିକି କିଏ ଆକେ ମୁଁ ରେ ବେହି ପୁଅ ତତେ ଥାନାରେ ଦେବି। ହେଇଟି ହଁ କିଏ କଣ କହିଛି ଥାନାରେ ଦବ? ଏ ଶଳା ବୁଢାକୁ ବଳାତ୍କାର କେସରେ ଭିତରେ ପୁରେଇ ଦବ। ଗେଞ୍ଜୁ ଡାର୍ଲିଂ, ତମେ ତ ସବୁବେଳେ ହିଟ୍ ରହିଲ। ଏଇଠି ମଉସା, ମୁଁ କଣ କହୁଥିଲି କି ହଁ ତମର ତ ପିଲା ଛୁଆ କେହି ନାହାନ୍ତି, ତା ଛଡା ମୋର ବି ବାପା ନାହାନ୍ତି। ତମେ ଗୋଟେ କାମ କର, ମତେ ଝିଅ କରିଦିଅ, ବେଦିରେ ବସି କନ୍ୟାଦାନ କର। କନ୍ୟାଦାନ ମହାପୁଣ୍ୟ। ଆଉ ଶୁଣ, ତୁମର ଯେତେ ସମ୍ପତ୍ତି ଅଛି, ତୁମର ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଆମ ନାଁରେ କରିଦିଅ। କଣ ହେଲା? ଆମେ ତମ ପାଖରେ ରହିଲେ ବୁଢା କାଳରେ ଗୁଡଟେ ହାତଟେ ଦବୁ। କଣ ହେଲା? ଭାରି ମାଲିସ କରିବି। ଶଳା ମୋ ମାଇକିନିଆକୁ ନବୁ, ଶଳା ମୋ ସମ୍ପତ୍ତି ଖାଇବୁ, ଆମ ପେଣ୍ଟଟାକୁ ନେଇଯାଉନୁ। ସେଇଟା ମୋ ପାଖରେ ଅଛି।
ତମ ପାଖରେ ରଖ ହଁ। ଆମ ପାଖରେ ଯୋଉଟା ଅଛି ନା ହଁ। ପୁରା 3 ଇଞ୍ଚ ପୁରା ତ କାକୁଡିଆ ଆଉ ତମ ପାଖରେ ରଖ ଅସମୟରେ ହଲେଇବ ସେଇଟା ମୋ ପାଖରେ ରହିବ ଆଉ ଏ ଟୋକି ବି ମୋ ପାଖରେ ରହିବ। କଣ ହେଲା ମାନେ କଣ ହେଲା ଯୋଗଣି ଠିଆ ଛାଡା ବାତ୍ୟା ରହି ଜଣା କଣ ହେଲା ମତେ ପାଖରେ ରଖି କଣ କାଞ୍ଚି କରି ଆରେ ହାଇ ନାକର ମୁଆ ଆରେ ତୋର ଚମ ଧୁଡୁ ଧୁଡୁ ହେଲାଣି ଏଇ ମଶାଣିକି ଯିବାକୁ କାଠ ସଜା ହେଲାଣି ତା ଛଡା ତୋତେ ଦୁଦୁରିଆ ବାତ ରୋଗ ଧଇଲାଣି ବାହା ହବ ହଇ ଅଙ୍କଲ ହଁ ତମ ଅବସ୍ଥା ଯାହା ହଁ ତମେ ଗୋଟେ ସାଇକେଲ ଚଲେଇବାକୁ ଅସମର୍ଥ ଦେଖୁଛ ଆକୁ କଣ ପାରିବ ଧରୁ ଧରୁ ବେହୋସ ହେ କଣ ବୁଢା ହେଲେ ବି ମୋ ଜୋଶ କମେ ଯେତେ ବୁଢା ହେଲେ ବି କୋଇ ପରवा ନାହିଁ ନଙ୍ଗଳ ବୁଲିବ ପୁରା ସାଇ ସାଇ ଭାବୁଛୁ କି ଯେତେବେଳେ ପାଉଛି ମାନେ ମୁଢାଇ ରୁଆ ରୁଆ କେତେ ଡାର୍ଲିଂ ସାଇଟ୍ ହୁଅ ମୁଁ ଆ କଥା ବୁଝୁଛି କଣ ହେଲା ମୁଁ ତାକୁ ଆଉ ଧରି ଦେବି ଦବ? ଚାଲୁ ଚେତା ବୁଡି ଗଲା ବଢିଆ ହେଲା ଆମେ ଟିକେ ମନ୍ତ୍ର ପଢିଯିବା କରନା ମନ୍ତ୍ର ମନେ ଅଛି ନା ଫୁଲମାଳା ମନ୍ତ୍ର ଆଉ ଚିନ୍ତା ତମେ ଏମିତି ହଲେଇଲେ ସବୁ ହଲି ଯାଉଛି କାରଣ ଆମେ ଟିକେ କୁଣ୍ଡା କୁଣ୍ଡି ହବା ଖୁଲିବ ମୁଁ ସତରେ ନା କଣ ଆଗ ହାତ ଧର ତାପରେ ବେକ ଧରିବ ଆଉ ତାପରେ अरे हे तम मोइना 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 के मु तो मेनुका तमे भाभी चलिति बीच कई मते बोले ना ले मु ठीक जानी छे तमे आउ छमो मोइना से मोइना नुहा मेनुका मो प्रेमिका मो कृष्ण हेले सिए मो राधिका तो आखिर ना ଜାଣିଛୁ ମଇନା ହଉଛି ମୋ ମଇନାକୁ ମୁଁ ବହୁତ ଦିନ ପରେ ପାଇଛି ତା ସହ ଲାଗିବୁ ତୋ ଛାତି ଚିରି କଣା କରିଦେବି ମୋଲା ମଣିଷ ଏ କି ପାଗଳ ହାବୁଡେ ପଡିଲା କେଜାଣି ସେଦିନ ତୁମକୁ ସୁରକ୍ଷା ଦେଇପାରିନି ବୋଲି ତମେ ମୋ ଉପରେ ଅଭିମାନ କରିଛ ପ୍ଲିଜ ମଇନା ମାନ ଭାଙ୍ଗି ମତେ ଥରେ ତମ ଆଡକୁ ଟାଣି ନିଅ ଜାଣିଛ ମଇନା ତମ ବିନା ମତେ ଚାରିଆଡେ ଅନ୍ଧାର ଲାଗୁଛି ତମ ବିନା ମୁଁ ବଞ୍ଚିବା ମରିବା ସମାନ ହେଇଯାଇଛି ଆସ ମଇନା ଆମେ ଆମ ଘରକୁ ଫେରିଯିବା ଆସ ନୁହେଁ ବେ ମୋ ମାଇକି ଦୁଇଟା
ଚାରିଟା ନୁହେଁ ଆବେ ତୁ ତାକୁ ନେଇଗଲେ ମୁଁ କଣ କରିବି ଆବେ ଛାଡ ମୁଁ କେତେ କଷ୍ଟରେ ବୁଢାକୁ ସମ୍ଭାଳିକି କାଇଦାରେ ହଟେଇକି ଆଣିଛି କିଏ କହୁଛି ମୋର ମୋ ମଇନାକୁ ଛାଡ ମଇନାକୁ ଛାଡ ଆମମାନଙ୍କୁ ପକା ତାକୁ ମାରନି ମୁଁ ଯୋଉ ମଇନା ଖୋଜୁନଥିଲି ଇଏ ହଉଛି ମୋ ମଇନା ଦେଖିଲ ସେ କେମିତି ମତେ ଚିହ୍ନି ପାରୁନି କଥା କହିବି ବାବୁ ମତେ ସତ କହିବ ଇଏ କଣ ତମ ସ୍ତ୍ରୀ ହେଇନି ହବ ବୋଲି ହଉଛି ହେଲେ ଏ ପାଗଳ ହାତରେ କଣ ହବ ସେଦିନ ଗୋଟେ ସାଧାରଣ ଭୁଲ ପାଇଁ ଲୋକଟି ପାଗଳ ହେଇଗଲା ଆଉ ସେଇ ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମୁଁ ତାକୁ ମୋ ପାଖରେ ରଖିଛି ହେଲେ ବାବୁ ତମେ ଯଦି ମତେ ଟିକେ ସାହାଯ୍ୟ କରନ୍ତ ଲୋକଟା ପାଗଳରୁ ଭଲ ମଣିଷ ହେଇପାରେ ନିଶ୍ଚୟ କରିବି ମୋ ଦ୍ୱାରା ଯାହା ସମ୍ଭବ ମୁଁ ନିଶ୍ଚୟ କରିବି କୁହନ୍ତୁ ମୁଁ କଣ କରିପାରିବି ହଉ ଏଇ ଭିଜିଟିଂ କାର୍ଡଟା ଦେଖ କେତେବେଳେ ମୋ ନର୍ସିଂହୋମକୁ ଆସିଲେ ଆମେ କଥା ହବା ବହୁତ ହେଇଗଲା ମୁଁ ତମ ବାଟକୁ ଚାହିଁ ବସିଥିବି ତମେ ଆସିବ ତମେ କିଛି ବୁଝିଲ ମୋ ମୁଣ୍ଡରେ କିଛି ବସିଲାନି ଛାଡ ମ ସେ କଥା ଛାଡ ବୁଢାକୁ ଧର ଭିତରକୁ ଯିବା ଏତିକି ତ ବସିଲାନି ଆଉ ହଉ ତମେ ଚାଲ ଭିତରକୁ ଚାଲ ମୁଁ ତମକୁ ସବୁ ବୁଝେଇ ଦେବି ଏଇଠି ତାକୁ ଟେକ ମ ଭିତରକୁ ଯିବା ভরা পায়ে পছরে রূপে চলে গোটে কথা কহিবিনি তুমি আমার জীবনে Yeah.
ଆଜି ପରିସ୍ଥିତିରେ ପଡ଼ି ଆଉ କାହା ପାଇଁ ସକାଶେ ପୁରା ପିନ୍ଧିବ ମଧୁବେଶ ସାଜିଛି ଯେ ତମେ ଠିକ ଅନୁମାନ କରିପାରୁଥିବ ଆଉ କାହାର ସକାଶେ ପୁରା ପିନ୍ଧି ମୁଁ ଏଠି କେତେ ଖୁସିରେ ଅଛି କେତେ ଶାନ୍ତିରେ ଅଛି ମୁଁ ସତ କହୁଛି ପୁଅ ଏମିତି ଗୋଟେ ଅତୀତ ଜଳରେ ଆମ ବାଲିଘର ଭାଙ୍ଗିଯିବ ବୋଲି ମୁଁ କେବେ ବି ଭାବି ନଥିଲି ତା ଭାଇଙ୍କ ସକାଶେ ପୁରା ପିନ୍ଧିବା ଛଡ଼ା ମୋ ପାଖରେ ଅନ୍ୟ ବାଟ କିଛି ନଥିଲା କିଛି ନଥିଲା वाह विकल हेगिनी थिलु ना हेलो जेते दिन महक पाखर मजा न कथा नै गलु तापरे मो बापू चली आसिलु तू जहा कह तो परी चला के जियो ए संसार रे न आज होछ ଆମ ବାସର ରାତି ଆଉ ଆଜି ଭଳି ରାତିରେ ତୁମେ ମଦ ପିଇ ଆସିଛ मो दबी आउरी दी दे ଦେଖ ସେଟା ଆମ ଦେହ ପାଇଁ ଭଲ ନୁହଁ ତୁମେ ଜମା ପିଅନି मो तो पिदा दिन बोलनु वाह ମୁଁ ତମ ସ୍ତ୍ରୀ पूरा स्त्री हेलो तो परी चरित्र हन बेस्या के कार स्त्री हे पारे ना ସଦା କରି କଥାବାର୍ତ୍ତା କର नहले कोन करबे तू कोन करबे तू ମୋତେ ମାରୁଛ କାହିଁକି तो मारुची कोन नाही तू जानि पारु कोन नाही आगरु को तोर सानो भाई सहित रास कलु मझा भाई सहित बाहा हेगलु तोर भूलटा तू जानि पारु ଦେଖ ମୋତେ ମାରନି ମୋତେ ବହୁତ କଷ୍ଟ ହଉଛି ତମେ ଯାହା କହିବ ମୁଁ ସବୁ କରିବି ହେଲେ ମୋତେ ମାରନି ମୁଁ ଯାହା କରୁ ତୁ ତାହା କରିବୁ ହେଲେ ମୁଁ ଯାହା କରୁ ତୁ ତାହା କରିବୁ ତାହେଲେ ଏବେ ଏଇ ମୁହୂର୍ତ୍ତରେ ଏଇଠି ତୋ ହାତରୁ ଶଙ୍ଖା ଆଉ ମୋ ତାରୁ କୁମ୍ଭୀର ପୁଛିଦେ ବିଧବା ପାଇଟା ବିଧବା ସେମିତି ଅଶୁଭ କଥା କୁହନି ତମେ ବଞ୍ଚିଛ ତମେ ବଞ୍ଚି ଥାଉ ଥାଉ ମୁଁ ବିଧବା ହେବି କେମିତି ଆରେ ହାର ଆମଜାଦି ଆରେ ମୁଁ ଏ ତୁ ଚାହୁଁଛୁ ମାନେ ମୁଁ ମରିଯାଏ ତୋ ସାହସ କମ ନୁହେଁ ବହୁତ ମରିଲ ମୁଁ ବହୁତ ଶୋଇଲି ଆଉ ଥରେ ମୋ ଉପରକୁ ହାତ ଉଠାଇଲେ ମୋ ନାରୀ ରୂପ ଦେଖିଛ କିନ୍ତୁ ୟା ପରେ ମୋ ନାକୁଳି ରୂପ ଦେଖିବ ତା ପୂର୍ବ ତୋର ନା ତୋ ଫଣାଟାକୁ ମୁଁ ହାଣିଦେବି ଲୋକ ଏ ମୋ ଜନ୍ମଧନ ତମେ କେମିତିକା ଅନିରା ସେ କଥା ଏ ମାନିକୁ ଭଲ ଭାବରେ ଜଣା ଶୁଣ ଏବେ ବି ଏ ମାନି ଦେହରେ ସାତ ସିଂହର ବଳ ଅଛି ଦରକାର ପଡ଼ିଲେ ତମ ହାତ ଦିଟାକୁ କାଟି ଜଗନ୍ନାଥ ସଜେଇ ଦେବି ଆମଜାଦି ତୁ ମୋ ଉପରକୁ ହାତ ଉଠାଇଲୁ ଖାଲି ହାତ ଉଠେଇଛି ଦରକାର ପଡ଼ିଲେ ତମକୁ ନାଲି କୋଠା ଦେଖେଇ ଦେବି କଣ କହିଲୁ ତୁ ମତେ ନାଲି କୁଟା ଦେଖେଇବୁ ହଁ ସେତିକି ନୁହଁ ତମ କଲର ଧରି ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଇଯିବି ଏଇଠି ଛିଡ଼ା ହୁଅ ଆଉ ପାଦି ଅନେଇବ ତ ପିଟିକି ତମ ଗୋଡ଼ ଭାଙ୍ଗିଦେବି ଆରେ ତୋର କେତେ ରୂପ କେତେ କାହାଣୀ ଆରେ କିଏ କହିଲା ଏଠି ନାରୀ ଅବହେଳା ହେଉଛି? ଏଠି ପାପି ସହର ପାଇଁ ନାରୀ ସାଉଜିପାରେ ବହିଷ୍ଠାମତିନି ମା ଦୁର୍ଗା ନାଇଁ ଭାଇ ଆପଣ ମୋତେ କ୍ଷମା କରିଦେବେ ଗୋଟେ ନିରୀହ ସରଳ ଝିଅ ଚଣ୍ଡୀ ରୂପ ଧାରଣ କରିବା ପାଇଁ କେବଳ ଆପଣଙ୍କ ଭାଇ ହିଁ ଦାୟୀ ବାହାରେ ମୋ ଆଖି ଖୁସିଟା ଦେଖାଯାଉନି ହେଲେ ବାହାରେ ଥାଇ ମୁଁ ସବୁ ଶୁଣିଛି
ଏଭଳି ଏକ ଉଦ୍ଧତ ସ୍ଥାନକୁ ଘାଟକୁ ଆଣିବା ପାଇଁ ତମେ ଠିକ ପଦକ୍ଷେପ ନେବ। କଦଳ ପତ୍ରିକା ଭାତର ଲୋକ ଆମ ଫ୍ୟାମିଲି ତମକୁ ଭଦ୍ର ଲୋକ ସାଜାଉ କିଏ କହିଲା? ଅନ୍ଧ ହେଇକି ବେରୋଜଗାର ଜୀବନ ବଦଳିବ। ପୁଣି ରେ ଭାଷଣ ଦଉଛ ଭାଷଣ। ମୁଁ ଭାଷଣ ମାରୁନି ରେ ମନ୍ଥନ, ମୁଁ ଭାଷଣ ମାରୁନି, ବରଂ ଆଜି ମତେ ବହୁତ ଖୁସି ଲାଗୁଛି। ଏଥିପାଇଁ କହିବି ମୋର ଅଧତମୀକୁ ବାପା ଭାଇ ଆମେ ଶାସନ କରିପାରିନଥିଲୁ, ହେଲେ ମୁଁ ଦେଖୁଛି ଏ ଝିଅ ଆଜି ତତେ ସାବାଡ଼ କରିବା ପାଇଁ ଏକଦମ ଠିକ। ଭାବିଛ ତମ ପରି ମାୟା ସମୟ ସ୍ୱାମୀ ପରି ହୋଇ ମୁଁ ଘରେ ବସି ରହିବି? ଜିଲ୍ଲା ଗଲା 10 ଦିନ 10 ରାତି 12 ପୁରୁଷଙ୍କ ସହିତ କାଟିକି ଆସିଲା। ଏଥିରେ କହିଲେ କଣ ନା ମୋ ସ୍ତ୍ରୀ ସତୀ ସାବିତ୍ରୀ ଆରେ ତମେ ସିନେ ଏମିତି ବେଶ୍ୟା ସହିତ ଜୀବନ କାଟି ପାର, ମୁଁ ନୁହଁ। ଭାଇ ତମେ ଏମିତି କୋଉ ଚରିତ୍ରବାନ ପୁରୁଷ କି? ଆରେ ସେ ନିଜ ସାନ ଭାଇର ପ୍ରେମିକାକୁ ଧର୍ଷଣ କରେ, ସିଏ ତ ପୁରୁଷ ନୁହଁ, ସିଏ ହଉଛି ଗୋଟେ ଭଡୁଆ। ତମ ହାତ ଗୋଡକୁ କଣ୍ଟ୍ରୋଲ କର, ତତେ ମୁଁ କାନରେ ବହିବି, ତମ ଗୋଡ ଦିଟାକୁ ସୁଦ୍ଧା ହାଣିଦେବି। ମୋ ପ୍ରତି ଗୋଟେ ଷଡ଼ଯନ୍ତ୍ର ତିଆରି କରିଛ। ହଉ ଦେଖିବି ନା ବାବା ତମର ମେଳି କେତେ ଦିନ ଦେଖିବି। ମାରେ ତମେ ନିଜକୁ କେବେ ଏକା ବୋଲି ଭାବିବ। ତମେ ଏବେ ଭିତରକୁ ଯାଅ, ତମ ସାଥିରେ ଆମେ ସମସ୍ତେ ଅଛୁ ରେ ମା। ମୋତେ ଆଶୀର୍ବାଦ କରନ୍ତୁ ଭାଇ, ମୁଁ ଯେମିତି ମୋ ପାଟିରେ ସଫଳ ହେବି। এই তবে একটা এটা আসো মেডিসিন বস। ଆରେ ତମେ ତ ମୋ ଯେମିତି ଯତ୍ନ ନେଉଛ, ଜମା ବି ମୋ ପାଖ ମାରିବନି। ତମେ ତ ଏ କଲିଯୁଗର ଆଉ ଏକ ସତ୍ୟ ଅନୁସୟା। ମୋର ଆଉ ଏତେ ପ୍ରଶଂସା କରିବା ଦରକାର ନାହିଁ, ଚାଲ ମେଡିସିନ ଆରେ କଣ ହେଲା ତମର? ମୀରା ବାପା ବାପା ବାପା, ଆରେ ଆସ ଜଲ୍ଦି ଆସ ବାପା। ମୋ ମୀରାର କାହିଁକି ମୁଣ୍ଡଟା ବୁଲେଇ ଦଉଛି? ବାପା କଣ ହେଲା? ଟିକେ ଡାକ୍ତରଙ୍କୁ ଟିକେ ଶୀଘ୍ର ଫୋନ କରିବ। ମୋ ମୀରାର ଇମିଡିଏଟ୍ ଟ୍ରିଟମେଣ୍ଟ ଦରକାର ବାପା। ଠିକ ଅଛି, ଫୋନ କରୁଛି। ହ୍ୟାଲୋ, ଟିକେ ଘରଟି ପହଞ୍ଚ ବାବା। ହଁ ହଁ ଠିକ ଅଛି ଠିକ ଅଛି ଠିକ ଅଛି। ଆରେ କଣ ହେଇଛି? ମଉସା ଏତେ ବ୍ୟସ୍ତ ହୋଇ ମୋତେ ଫୋନ କର। ସାଙ୍ଗ ମୋ ମୀରାର କାହିଁକି ମୁଣ୍ଡଟା ଟିକେ ବୁଲେଇ ଦେଖ। ହଉ ମୁଁ ଦେଖୁଛି। ଆରେ ଏଇ ତ ବଡ଼ ଖୁସିର କଥା। କଂଗ୍ରାଚୁଲେସନ ମୋ ତୋ ବାପା ଏବେ କୁ ଯାଉଛୁ।
ଯାଉଛି ଆରେ ଏଇଟା କେମିତି ସମ୍ଭବ ହେଲା? ଏଇଟା କେମିତି ସମ୍ଭବ ମାନେ କ'ଣ ମିଠା ଦେବାକୁ ପଡ଼ିବ ବୋଲି କଥାଟା ଭୁଲେଇ ଦେବାକୁ ବସିଛୁ? ଆରେ ଖାଉ ମୁଁ ଆଉ କେତେବେଳେ ଆସିଲେ ମିଠାଟା ଖାଇଦେବି। ମୁଁ ଏବେ ଆସୁଛି ଆଉ 6ଟା ପେସେଣ୍ଟ ଦେଖିବାକୁ ଯିବି। ମୀରା ଆରେ ସେ ଯାହା ସବୁ କହିଗଲେ ସେ ସବୁ କ'ଣ ସତ? ହଁ ସତ। ସମ୍ଭବ ହେଲା ଆମର ତ କଣ୍ଡିସନ ଥିଲା ମୁଁ ଯେତେ ଦିନ ଯାଏ ଚାକିରି ନ ପାଇଛି ସେତେ ଦିନ ଯାଏ ଆମେ 2ରୁ 3 ହବାନି। ସେଇଥିପାଇଁ ମୁଁ ତମ ସହିତ କୌଣସି ସମ୍ପର୍କ ରଖିନି। ତାହେଲେ ଏଇଟା ସମ୍ଭବ ହେଲା କେମିତି? ମାନେ ବୋହୁମା ଗୋଟେ ଜାରଜ ଛୁଆକୁ ଗର୍ଭରେ ଧରିଛନ୍ତି। ମୀରା କେବଳ କବରୀ ପାଇଁ ମୀରା ତୋ ଅସତ୍ୟ ହେଇଛି କେବଳ ଦାୟୀ ହଉଛ ତମେ। ଆଜି ଯଦି ମୀରା ତାର ତୋ ଗର୍ଭ ସ୍ଥାନରେ ଥାଏ ସେଥିପାଇଁ ମୋକ୍ଷ ଆଶା ବି ହଉଛ ତମେ। ହେଲେ କେମିତି? ତମେ ସେଦିନ ଫାଶୀ ଗୁଣ୍ଡ ଝୁଲିବା କଥା ଥରେ ଭାବିଛ ସେ କଥା ନିର୍ଦୋଷରେ ଖୋଲାସଲ କେମିତି? ସେଦିନ ତମକୁ ଜେଲରୁ ମୁକୁଳି ଆଣିବା ପାଇଁ ମୁଁ ହାଜତକୁ ଯାଇଥିଲି। ତମେ ସେଦିନ ମତେ କାକୁତି ମିନତି ତୁମେ କହିଲ ତମ ଦୁଃଖ ମୁଁ ସହିଥାନ୍ତି କେମିତି? ସେଇ ହାଜତ ଭିତରେ ସେଇ ଆଇଏସ୍ଟା ମତେ ଜୋର ଜବରଦସ୍ତି ଧର୍ଷଣ କଲା ଆଉ କହିଲା ସେ ତମକୁ ନିର୍ଦ୍ଦୋଷରେ ଖଲାସ କରିଦବ। ଆଉ ମତେ ଏକଥା ବି କହିଲା ମତେ ଧମକ ଦେଲା ଯଦି ମୁଁ ଏକଥା ବାହାରେ ପ୍ରକାଶ କରିଦିଏ ତାହେଲେ ସେ ତମକୁ ମାରିଦବ। ଆଉ ଯଦି ମୁଁ ଚୁପ ରହିଯାଏ ତାହେଲେ ସେ ତମକୁ ଛାଡ଼ିଦବ। ଆଉ ସେ ରାଉଡି ଲାଖାଟା 3 ଲକ୍ଷ ଟଙ୍କା ଲାଞ୍ଚ ଦେଇ ସିଏ ତା ରଙ୍ଗ ବୁଠିକୁ ନେଇଗଲା। ଏବେ ବି ସମୟ ଅଛି ତମେ ସେ ଛୁଆଟାକୁ ନଷ୍ଟ କରିଦିଅ। ମୁଁ ମଧ୍ୟ ସବୁ କଥା ଭୁଲିଯିବି। ଆମେ ପୁଣି ଥରେ ସୁଖ ସଂସାର କରିବା। ସେ ଛୁଆଟା ଜାରଜ ହଉ କି ସ୍ୱାମୀ ଅନୁସର ହଉ ମା କଣ କେବେ ସେ ଛୁଆଟାକୁ ମାରିପାରେ? କେବଳ ମା ହିଁ ଜାଣିଛି ତା ପାଇଁ ତା ଛୁଆ କଣ। କ'ଣ କହିଲ? ତମେ ସେ ଛୁଆଟାକୁ ନଷ୍ଟ କରିବନି? କୌଣସି ପରିସ୍ଥିତିରେ ବି ନୁହଁ। ଜାରଜ ଛୁଆକୁ ଧରି ଚାଲିଲା ରେ ମା। ଗୋଟେ ଚରିତ୍ରହୀନ ଏ ଘରେ ମୋ ବଡ଼ ଘର ଆଉ ପାଣି ପାଇନି। ମୋ ଦେଇ ଦିନ ମାରା ଯେତେ ଶୀଘ୍ର ମୋହନ ଆରେ ତମେ କଣ ଏଇଆ ଚାହୁଁଛ ଯେ ମୁଁ ଏ ଘର ଛାଡ଼ି ଚାଲିଯାଏ? ଏ ମୀରା ଆରେ ପୁରୁଷଟିଏ ପରା ମୁଁ ଇଚ୍ଛା ଥିଲେ ବି ରହିବା ପାଇଁ ଅନୁମତି ଦେଇପାରେ। ମୁଁ କ'ଣ ପୁରୁଷ? ତମେ ଅନେକ ଥର ବଳାତ୍କାର ହେଲ ମନକୁ ବୁଝେଇ ଦେଲି ହେଲେ ଗୋଟାଏ ଜାରଜ ଛୁଆକୁ ବାପର ପରିଚୟ ଦେବା ପାଇଁ ମୋ ବିବେକ ମତେ ଧିକ୍କାର କରିବନି? ହଁ
ଛାଡ଼ି ଚାଲିଛ ଗୋଟେ ଚାରଣ ଛାକୁ ଧରି ଏ ଘରେ ରହିଲେ ବାପା ମୁଁ ଜମା ସହିପାରେନି ବାପା ଟିକେ ଚୁପ୍ କର ଜମା ସହିପାରେନି ହଁ ମଉସା ମୀରା ତ ଅସତୀ ହେଇଗଲା କିନ୍ତୁ ସେ କଥାରେ ତମକୁ ଦେଖାଗଲା ହେଲେ ମୀରା କଣ ଅସତୀ ହେଲା କାହିଁକି ସେ କଥାରେ ତମ ଆଖିକୁ ଦେଖାଗଲାନି ସତ ଥିଲେ ମାଇ ସତ ଫିର କରିଗଲେ ତମେ କିଏ ଆମେ ଜାଣୁ ନାହିଁ अरे तू काहाକୁ କିଛି କହନା अरे ମୁଁ ପୁରା ଏ ଘରର ବୋହୂ ମୋରି ଆଖି ଆଗରେ ତୁ ମୋ ସ୍ୱାମୀ ଶତ୍ରୁଙ୍କୁ ଅପମାନ ଦବୁ ଏସବୁ ମୁଁ ସହିବି କେମିତି ଏମାନେ ତାଙ୍କ ମନକୁ ଯାହା ଆସିବେ ମତେ କଣ ଭଲ ଲାଗିବ ତ ଜୀବନ ସହିପାରିବ ନା ମୀରା अरे शिवा अरे ମୁଁ ପୁରା ଦୋଷ କରିଛି ଦୋଷୀ ମୁଁ ବରଂ ଭାଗ୍ୟ ପାଦରେ ସବୁ ଦେଖି ସେଦିନ ଏଇ ଲୋକଟା ପ୍ରତି ପାଇଯାଇଥିଲେ ଭଲ ହେଇଯାଇଥାନ୍ତା ଏଇ ଲୋକଟାକୁ ସେଦିନ ଜେଲରୁ ମୁକୁଳେଇ ନେଇ ବିମୋଚନର ଅପମାନ କରିଥିଲା ମୀରା ହଁ ସେ ଭୁଲ କରିଛି ମସ୍ତ ବଡ଼ ଭୁଲ କରିଛି କାହିଁକି ନା ମୋ ସ୍ତ୍ରୀର ଇଜ୍ଜତ ବଦଳରେ ପାଇଥିବା ଏ ଜୀବନକୁ ନେଇ ମୁଁ ସାରା ଜୀବନ ବଞ୍ଚି ପାରିବିନି କିନ୍ତୁ ତମକୁ ଫାଶୀ ଯାଇଥିଲେ ମୁଁ ବିଧବା ଯାଇଥାନ୍ତି କାହିଁକି ତମର ଜୀବନ ନେଇ ମୁଁ ବଞ୍ଚିଥାନ୍ତି କେମିତି ବଞ୍ଚିଥାନ୍ତି ମୁଁ ତମେ ମତେ ବଞ୍ଚେଇବା ପାଇଁ ଚାହି ନୂଆ ଜୀବନ ଦେବା ପାଇଁ ଚାହି ତମେ କୁହୁଳି ମରୁଛ କାହିଁକି ଆଉ ଛିଡ଼ା ହେଲୁ କାହିଁକି ଆଉ ଛିଡ଼ା ହେଲୁ ରେ ମା ଏ ସାହି ପଡ଼ିଶା ଜାଣିବା ଏ ଘର ଛାଡ଼ି ଯାଇ ଚାଲି ଯାଉନୁ କାହିଁକି ଯାଉଛି ମୋହନ ତମକୁ ଛାଡ଼ି ଆଉ ଏ ଘର ଛାଡ଼ି ମୁଁ ସବୁଦିନ ପାଇଁ ସେଦିନ ଅଯୋଧ୍ୟା ଛାଡ଼ି ଚାଲିଯିବା ପାଇଁ ପ୍ରଭୁ ରାମଚନ୍ଦ୍ର ମା ସୀତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଜି ଯେତେବେଳେ ସ୍ୱୟଂ ଦଶରଥ ଅଯୋଧ୍ୟା ଛାଡ଼ି ବନବାସ ଯିବା ପାଇଁ ଆଦେଶ ଦେଇଛନ୍ତି ମୁଁ ତାଙ୍କରି ଆଦେଶକୁ ଅବମାନନା କରିବି କେମିତି हे रामचंद्र आज ये सती सीता को असली अच्छा नहीं राजा दशरथ ଯେତେବେଳେ ବନବାସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇ ସାରିଲେଣି ମୁଁ ଏଠି ଆଉ ରହିବିନି ତମକୁ ଛାଡ଼ି ସବୁଦିନ ପାଇଁ ଚାଲିଯିବି ହେଲେ ସାରା ଜୀବନ ତମ ସ୍ମୃତିକୁ ସାଇତି ରଖି
କାହା ଭୁଲ କାମ କରିପାରିବନି। ଆପଣଙ୍କୁ ମିଛ ମତେ ସତ। ମୁଁ ଏବେ ପରା ଦେଖି ଆସିଲି ସେ ମୋହନ ଭଉଣୀ ମନାଲି କି ସାନ ବାବୁ ଭାଇ ଏ ଘରକୁ ଆସୁଛନ୍ତି। ଆରେ ଆଉ ଠିଆ ଠିଆ କରିପାରିବେ ଏ ଘର ଆପଣ ଆଣ୍ଠେଇବେ ଆଉ ସେ ଟୋକି ଆପଣଙ୍କୁ ତାକ ଦିନା ଦିନ ନାଚ କରେଇବ ନାଚ। ଆରେ ସେ କଣ ମତେ ଲଗାଇବ? ମୁଁ ହେଉଛି ପୁରୁଣା ନଚାରୀ। ନଚେଇ ନଚେଇ ସେଇଆ। ସେ ଘରେ ଘରେ ପାଦ ଦଉ ମୋର ଅସଲ ରୂପଟା ଦେଖି। ହେଲେ ଆପଣଙ୍କୁ ସେ ବାଳ ପ୍ରମାଣ ଖାତିରି କରେ। ମୋନାଲି ପରିବାର ସର୍ବନାଶ ପାଇଁ ଆପଣ ଦାୟୀ। ଆଉ ଏକଥା ଯେତେବେଳେ ସେ ଜାଣିଯିବ ସେତେବେଳେ ତମ ବଇଁଶୀ ବଜେଇ ଦବ। ମୁଁ ନଗେଶ୍ୱର ବର୍ତ୍ତିଆ। ଏମିତିରେ ବି ସେ ମହେଶଟା ଉପରେ ମୋ ରାଗ ଅଛି। ସେ ଖାଲି ଏ ଘରେ ପାଦ ଦଉ ମୋ ଅସଲ ରୂପଟା ଦେଖିବ। ଆରେ ଆସିଗଲା କାଳ ଆଉ ନାହିଁ ବେଳ। ଏବେ ବାଳ ଉପୁଡ଼ି ପୁରା ହେଇଯିବେ ନିରିବାଳ। ବଡ ଭାଇ ତମେ କେମିତି ଭାବି ପାରିଲ ଏ ଘରେ ତମକୁ ବହୁ ସ୍ୱୀକୃତି ଦେବି ବୋଲି? ଗୋଟାଏ ଜାତି ଗୋତ୍ର ପରମ୍ପରା ଦଳ ନଥିବା ଅତିନା ଝିଅ ଏ ଘରେ କେବେ ବୋହୁ ହେଇପାରିବନି। ଭାଇ ମୋନାଲି କେଉଁ ଛୋଟ ଜାତିର ଝିଅ ନୁହେଁ, ଗରିବ ହେଇପାରେ କିନ୍ତୁ ତାଙ୍କ ଆଭିଜାତ୍ୟ ପରମ୍ପରା ଆମ ଆଭିଜାତ୍ୟ ପରମ୍ପରା। ତୁ କଥା କହିବାର ସୀମା ଟପିବାକୁ ଯାଉଛୁ। ତୁ ଏ ଘର ରହିବା ତ ଦୂରର କଥା, ଏ ସମ୍ପତ୍ତିରୁ କାହାଣୀ କଉଠିଏ ବି ପାଇବୁ। ତମ ପାଇଁ ତମେ କିଏ? ମହେଶ, ଏ ବାପା ସମ୍ପତ୍ତିର ତମର ଯେତିକି ଅଧିକା ମୋର ବି ସେତିକି ଅଧିକା। ଆଉ ମୁଁ ହକଟା ଜୋର କରି ଛଡେଇ ନେବି। ମୋ ପାଇଁ ଏ ଘରେ ଭାଇ ଭାଇ ଭିତରେ ଲଢେଇ କରିବା କିଛି ଦରକାର ନାହିଁ। ଏଇ ମୁଁ ଥରେ ମହେଶଙ୍କ ଶଙ୍ଖା ସିନ୍ଦୁର ପିନ୍ଧି ସାରିଛି ମାନେ ମୋ ପଛକୁ ଫେରିବା ପାଇଁ ମୋ ପାଇଁ ଅସମ୍ଭବ। ଆରେ ଶୁଣ, ତାଙ୍କ ସାମ୍ନାରେ ତାଙ୍କୁ କ୍ଷମା କରିଦିଅନ୍ତୁ। ଦେଖିବେ ମୁଁ ଗୋଟେ ବହୁଟିଏ ପରେ ବହୁଟିଏ ହବାକୁ ଚାହୁଁଛି। ଆରେ ଶୁଣ, ତୁ ମହେଶ ସ୍ତ୍ରୀ ହେଇପାରିବୁ, ହେଲେ ତୁ ସମ୍ପର୍କର ମୋର କେହି ନୁହଁ କି ମୁଁ ତୋର କେହି ନୁହଁ। ସେମିତିଆ କାମ କରିଛନ୍ତି ସିଏ। ଯିଏ ନାହିଁ ସିଏ କିଣିବ। ତମେ ଚୁପ କର। ଆମ ଘରେ କଜଳପାତିଆ ଭଦ୍ର ଲୋକ ଦେଖିବା ପାଇଁ ତମକୁ ଆମେ ଏଠି ଡାକିନୁ। କଣ ହଉଛି? ଯେତେ ଯାହାହେଲେ ବି ସେ ଗୁରୁଜନ, ତାଙ୍କୁ ଏମିତି କହିବାଟା ଠିକ ହବନି। ବୁଝା ବୁଝା ତାକୁ କାହାକୁ କେମିତି ବ୍ୟବହାର କରାଯାଏ ସେତିକି କାଣ୍ଡ ଜ୍ଞାନ କଣ ତମର ନାହିଁ? ଘର ଭଙ୍ଗା କରୁଛ ଏଠୁ କଣ ଯିବୁ ନା ତତେ ଗୋଇଠା ମାରିଲେ ମୁଁ ବାହାର କରିବି। ମହେଶ, ବନ୍ଧିଆ ମହାନ୍ତି ଅଛନ୍ତି ମୋ ଅତିଥି। ମୋ ଅତିଥିକୁ ଅସମ୍ମାନ କରିବା ଅଧିକାର ତ ନାହିଁ। ଜାଣିଛି ସେ ଗନ୍ଧିଆ ମହାନ୍ତି ତମ ଅତିଥି। ନେଇଯାଅ ତମ ଅତିଥିକୁ ତମ ଘରକୁ ନେଇ ତାକୁ ଫୁଲ ଚନ୍ଦନ ଧୂପ ଦେଇ ତାକୁ ପୂଜା କର। ମହେଶ, ସେ ଗୁରୁଜନ, ମୁଁ ଆପଣମାନଙ୍କୁ ତାଙ୍କୁ ବ୍ୟବହାର ପାଇଁ ଭଲ ଲାଗୁଛି, ତାଙ୍କ ଉପରେ ରାଗନ୍ତୁନି। ତୁମେ ଜାଣିଲା ମାନେ ନେବି ମୋ ଭାଇ କୌଣସି ରାବଣ ଠାରୁ କୌଣସି ଗୁଣରେ ବି କମ୍ ନୁହଁ। ଏ ଗନ୍ଧିଆ ମହାନ୍ତି ମନ୍ଥରା ଠାରୁ ବି କୌଣସି ଗୁଣରେ କମ୍ ନୁହଁ। ମୁଁ ତତେ ଏଇଠି ଧୂପ କରିଦେବି। ମୁଁ ମହେଶଙ୍କ ବିନା ଗୋଟେ ମୁହୂର୍ତ୍ତ ବଞ୍ଚି ପାରିବିନି। ମୁଁ ଆପଣମାନଙ୍କୁ ହାତ ଦେଉଛି। ଏଇ ତାଙ୍କ ସହିତ ମୁହଁ ଲଢେଇ ନ କଲେ ତମର ହୁଅନ୍ତାନି। କିନ୍ତୁ କଣ ହଉଛି? ନେଇଯା ଏଇଟାକୁ ତୋ କାନି ପଣତରେ ବାନ୍ଧିଲ, ନହେଲେ এই ননসেন্সର ଜୀବନଟା କେତେବେଳେ ମୋ ହାତରେ ଯିବ ତା ଗ୍ୟାରେଣ୍ଟି ନାହିଁ। ତାର ବନ୍ଧିଆ ମହାନ୍ତି
ଏ ଘରକୁ ଆସିଲା ବେଳେ ଦିନ ମୁଁ ଠିକ ଜାଣିପାରୁଛି ଏଟା ଗୋଟେ ମଣିଷ ସମାଜ ନୁହଁ, ହିଂସ୍ର ଜନ୍ତୁ କରା ଚିଡ଼ିଆଖାନା। ଆରେ ମନାଲି, ଆରେ ତମେ ଡରୁଛ କାହିଁକି? ଏଠି ପରା ମୁଁ ତୁମ ପାଖରେ ଅଛି, ତୁମ ଉପରେ ପତ୍ରଟିଏ ପଡ଼ିବାକୁ ମୁଁ ଦେବିନି। ସେ ବିଶ୍ୱାସ ମୋର ତମ ଉପରେ ଅଛି। ତା ନ ହେଇଥିଲେ ମୋ ବାପା ଭାଇଙ୍କ କଥା ନ ମାନି ମୁଁ ତମ ସହିତ ଆସିନଥାନ୍ତି। ଓ ମାଇ ଡାର୍ଲିଂ, ଆରେ ଏଠି ଯଦି ଆମେ ଏମିତି ଗପିବା ତାହେଲେ କେତେବେଳେ ରାତି ପାଇଯିବ, ଆଉ କିଛି ହେଇପାରିବ। ହେଇପାରିବ ମାନେ? କଣ ସବୁ କଥା ଏଇଠି ଖୋଲି ମୁଁ କହିଦେବି? ଆଉ ଚାଲ ଭିତରକୁ ଚାଲ। କାହିଁକି ରେ ସମୟ ମୋ କଥା ଛାଡ଼ୁନ। ଛାତିର କହଟା ଛାତିକୁ ଧକ୍କା ଦେଲା ପରେ ଆଖିର ଲୁହକୁ ଜମା ଆଖିରେ ବାନ୍ଧିପାରୁ। କାହିଁକି ରେ ସମୟ କଣ ପାଇଁ ମୋ ଉପରେ ଦାଉ ସାରିଲେ? ଛାତିର କଲିଜାଟା ଛାତିକୁ ଧୋକା ଦେଲା ପରେ ବିଶ୍ୱାକୁ କୋଠାଘାତ ଦେଲା ପରେ ଏଇ ମଦ ପରା ସାହାରା ପାଲଟିଛି। ଏଥିପାଇଁ ତମେ ମୋତେ ଦାୟୀ କରୁଛ ନା? ମୁଁ କାହାକୁ ଦାୟୀ କରୁନି, କେବଳ ମୋ ଭାଗ୍ୟକୁ ଧିକ୍କାର କରୁଛି। ଦେଖ, ତମକୁ ଏମିତି ଅବସ୍ଥାରେ ଦେଖି ମୁଁ ଜମା ସହିପାରୁନି। କାହିଁକି? ଘର ଭିତରେ ଗୁମସୁମ ରହୁଛ, କାହାକୁ କିଛି କହୁନ, କେତେବେଳେ ଖାଉଛ, କେତେବେଳେ ଉପାସରେ ଶୋଇ ପଡୁଛ। ସତ କହୁଛି, ଏସବୁ ଦେଖି ମୁଁ ସହିବି କେମିତି? କାହିଁକି ଏତେ ଦରଦ? କଣ ପାଇଁ ଏତେ ଆନ୍ତରିକତା? ମୁଁ ତମର ଇଏ କି? ଏ ଦେହଟାକୁ ସିନା ଆଉ କିଏ ଜୋର ଜବରଦସ୍ତ ଅକ୍ତିଆର କରି ନେଇଛି, ହେଲେ ଏ ମନଟା ପରା ତମ ପାଖରେ ଗଲା। କାଲି ବି ତମେ ମୋ ହୃଦୟ ଭିତରେ ଥିଲ, ଆଉ ଆଜି ବି ଅଛ। ନାରୀ ନାରୀ ଲୋ, ତୋର କେତେ ରୂପ ପୁଣି କେତେ କାହାଣୀ। ସେଇଥିପାଇଁ ତତେ ଶାସ୍ତ୍ର କହେ ମାୟାବୀ। କାହିଁକି ମତେ ଏସବୁ କଥା କହୁଛ? ଏଥିରେ ମୋର ବା ଦୋଷ କଣ? ସେଥିରେ ତମ ମଝିଆ ଭାଇ ଜୋର ଜବରଦସ୍ତ ମତେ ବଳାତ୍କାର କଲେ। ତମେ କୁହ, ଏ ଦେହଟା ଅଇଁଠା ହେଇଗଲା ପରେ ତମ ପରି ଠାକୁରଙ୍କ ପାଖରେ ମୁଁ କେମିତି ଉତ୍ସର୍ଗ କରିଥାନ୍ତି? ସେଇଥିପାଇଁ ମୋ ମଜା ଭାଇକୁ ବାହା ହେଇଗଲ ନା? ତାଛଡା ମୋ ପାଖରେ ଦ୍ୱିତୀୟ ରାସ୍ତା ଆଉ କିଛି ନଥିଲା। ତ ମଝିଆ ଭାଇ ମତେ ଯୋଡ଼ି ଯୋଡ଼ି ଖାଇସାରିଲା ପରେ ତମକୁ ବାହା ହେବା ପାଇଁ ମୁଁ କେମିତି ରାଜି ହେଇଥାନ୍ତି? ଜୀବନ ସାଥୀକୁ ପାଇ ଏବେ ତମେ ଖୁସିରେ ଥିବ ନା? ତମେ କଣ ଦେଖି ଜାଣିପାରୁନ ମୁଁ ଏଠି କେତେ ଖୁସିରେ ଅଛି, କେତେ ଶାନ୍ତିରେ ବଞ୍ଚିଛି। ହଁ, ସେ କଥା ମୋ ଜାଣିବା ଆବଶ୍ୟକ ନାହିଁ। ଆରେ ଯାଅ, ମୋ ସାମ୍ନାକୁ କେବେ ଆସିବାକୁ ଚେଷ୍ଟା କରିବ। ଶୁଣ, ତମ ଭାଇ ଘରେ ନାହାନ୍ତି, ଆସ, ମୁଁ ତମକୁ ଟିକେ ଆଖି ପୁରେଇ ଦେଖିଲେ। ପ୍ରେମିକା ହିସାବରେ ନୁହଁ, ନିଜ ମା ହିସାବରେ। ମା? ହଁ ମା। ପ୍ରେମିକାରୁ ସିନା ମୁଁ ତମ ସ୍ତ୍ରୀ ହେଇପାରିଲିନି, ହେଲେ ଭାଉଜରୁ ମୁଁ କଣ ମା ହେଇପାରିବିନି? ଆସ, ମା ହେଇ ତମ ଆଖିରୁ ଝରି ଯାଉଥିବା ସେ ଅବାଧିଆ ଲୁହକୁ ମୁଁ ଏଇ ବଡ଼ ଦୋକାନରେ ପୋଛି। ସେ ଲୁହ ଆଉ ଶୁଖିବନି, କାହିଁକି ବୃଥା ଚେଷ୍ଟା କର? କିଏ କହିଲା ଶୁଖିବନି? ଏ ହଉଛି ଗୋଟେ ମାର ପଣତ କାନି, ଆଉ ଏ ମାର ପଣତ କାନିରେ ମୋ ଆଖିର ଲୁହ ଶୁଖିବନି। ମାର ପଣତ କାନି ଠାରୁ ଏ ଦୁନିଆରେ କଣ ଆଉ କିଛି ବଡ ଅଛି? ଆସ, ମୋ ମମତାର ପଣତ କାନି ବିଛେଇ ଦଉଛି। ଅଝଟିଆ କାନା ହେଇ ମୋ ପଣତ କାନିରେ ଗଡ଼ି ଯାଅ। ଆସ ମୋ, ଆରେ ଆସ।
ଆଖି ଦେଖ ତୋର ଏଯାଏ ତ ପ୍ରେମ ସରିନି ତୁ ଜାଣି ସେଦିନ ମତେ ମିଛି ମିଛେ ବାହାରିଥିଲୁ ନାଇଁ ନାଇଁ ଚରିତ୍ରହୀନ ବେଶ୍ୟା ଭାଇ ନିଜ ପାଟିରେ ଲଗାମ ଦିଅ ସହିବାର ସୀମା ଟପିଗଲାଣି ଆଉ ମୁଁ ସହିପାରିବିନି ମୁଁ ଜାଣିଛି ପ୍ରେମିକାକୁ କହିଲେ ପ୍ରେମିକଟି ବାଧା ମୋ କଥା ଟିକେ ଯଦି ଏତେ ବାଧା ପଶି ଯାଉଛି ଯଦି ଏତେ ସହିପାରିଲୁ ନ ପାରୁଛୁ ତାହେଲେ ତୁ ବାହାଇ ଭାଇ ମୁଁ ତ ପରି ବଢୁଆ ନୁହଁ ପର ଝିଅ ପର ସ୍ତ୍ରୀ ଉପରେ ନଜର ପକେଇବି ତୁ ଟାଗୁଡେ ମତେ ବଡ ଲୁଙ୍ଗୁଡା ବେ ଲୁଙ୍ଗୁଡା କଣ କହିଲୁ ସେ ଲୁଙ୍ଗୁଡା ଲୁଙ୍ଗୁଡା ମୋ କଥା ଟିକେ ଶୁଣ ଆରେ ମୋ କଥା ଟିକେ এই মহক ମୋ ସ୍ତ୍ରୀকে କୁଣ୍ଡେଇ ଧରି ତାକୁ ପୁରା ଲିପକିସ୍ କରିଦେଲା ଏଇଟା ଗୋଟେ କାମ ତମେ ମତେ ମୁଇଁ କହିଲାରୁ ତମେ ଆଜି ଯାହା ହେଲେ କିଛି ବିଚାର କରିବାକୁ ନହେଲେ ଘରେ ଆଜି କଣ ନିଆ ଲଗେଇଦେବି ନିଆ ଆରେ ତମେ ଦି ଭାଇ ଏ ଘର ଭିତରେ ଯଦି ଏମିତି ଝଗଡା କରିବ ତାହେଲେ ସାହି ପଡିଶା ଲୋକ କଣ କହିବେ ରେ ଏଇଟା କୋଉ ସାହି ପଡିଶାରେ ଇଜ୍ଜତ ରଖିଛି କି ତୁ ତ ଘରର ଇଜ୍ଜତ ମୁଣ୍ଡରେ ପୁରା ତୁ ଟେକି ଧରିଥା ମୁଁ ଏ କାମ ଛାଡ଼ି ଚାଲି ଯାଉଛି ଆରେ ନାଇଁ ରେ ତମେ ଦି ଭାଇ ମୋ ଛାତିର କଲିଛା ତମ ଭିତରୁ ଯଦି କିଏ ଜଣେ ଚାଲିଯାଏ ତାହେଲେ ମୁଁ ବଞ୍ଚି ପାରିବିନି ରେ ମୁଁ ବଞ୍ଚି ପାରିବିନି କାହିଁକି ବଞ୍ଚି ପାରିବନି ଭାଇ କଣ ପାଇଁ ବଞ୍ଚି ପାରିବନି ଏ ଘରେ ମୁଁ ଚାଲିଗଲେ କିଛି ଅସୁବିଧା ହବନି ମୋରି ପାଇଁ ଏ ବିଶୃଙ୍ଖଳା ମୁଁ ଏ ବିଶୃଙ୍ଖଳାର ମୂଳ କାରଣ ଏ ଘର ଛାଡି କେହି ଚାଲିଯିବା ଦରକାର ବଡ ପୁଅକୁ ଧରି ଏତେ ବଡ ଦୁନିଆରେ ମୁଣ୍ଡ ଗଜିବାକୁ ଜାଗା ଅଭାବ ହବନି ବାପା ମୁଁ ଆସୁଛି ବାପା କିଏ ସେ ବୁଝିବ ତମ ସମ୍ପର୍କର ମୂଲ୍ୟ ଏ ତ ବୁଝିବା କଥା ସେ ବୁଝୁନି ଆମେ ବା କଣ କରିପାରିବୁ କୋଉଠି ଯାଇପାରିବୁ କୋଉଠି ଯାଇ ରହିପାରିବୁ ଆରେ ଏତେ ବଡ ଦୁନିଆରେ ତତେ କିଏ ବା ସ୍ଥାନ ଦବ ବାପା ତମେ ମହକୁ ଅଟକାଅ ବାପା ମହକୁ ଅଟକାଅ ଭାଇ ତମ ଦି ଜଣଙ୍କ ମଧ୍ୟରେ କଣ୍ଟା ହେଇଥିଲି ନା ସେ କଣ୍ଟା ଆପେ ଆପେ ହଟିଗଲା ଏବେ ତମେ ଖୁସିରେ ସଂସାର କର ମୁଁ ଆସୁଛି ବାପା ମୋ ଦରାଇଟାର ଯତ୍ନ ନବ ଏବେ ମତେ ମନରୁ ତମେ ପାସରି ଦବ ମତେ ଏ ଘରୁ ଏବେ ବିଦାୟ ଦିଅ
ছুয়াটা ঠিক তোরি পরীক্ষা হয়েছে এই যে দেখিল তোর পরীক্ষা নাক আর তোর পরীক্ষা কান তোর পরীক্ষা অর্থ হয়েছে আরে শিবা এই তো হଉଛି এই দক্ষিণী ଜୀବନର ଆଲୋକର ଦିଶ କେବଳ ୟାରି ମୁହଁକୁ ଚାହିଁ ମୁଁ ମୋର ସବୁ ଦୁଃଖ କଷ୍ଟ ଭୁଲିଯିବି ଆଉ ଦୁଃଖର ଦିନ ବେଶୀ ଦିନ ନହେଲେ ମୀରା ଦିନ ଆସିବ ଦିନରେ ସୂର୍ଯ୍ୟ ରହିବ ସତ କହୁଛି ହଲେ ମୀରା ପୁଣି କଣ ମୋ ମୋହନ ମୋ ପାଖକୁ ଆସିବେ ହଁ ସେ କଣ ମତେ ପୁଣି ଥରେ ତାଙ୍କ ଘରକୁ ଫେରାଇ ନେବେ ହଲ ମୀରା ମୋହନ ବାବୁ ମୀରା ଜୀବନ ଯେମିତି ମୋହନ ବାବୁ ବିନା ମୀରା ଜୀବନଟା ସେମିତି ଅଧୁରା ରହିଯିବ ମୀରା ସେ ନିଶ୍ଚୟ ଆସିବେ ମୋହନ ବାବୁ ତତେ କେବେ ବି ଛାଡ଼ି ରହିପାରିବେନି ସେ ନିଶ୍ଚୟ ଆସିବେ ହେଲେ ତୁ ଆଉ ଫେରିବୁନି ରେ बिना टिकट बिना पासपोर्ट रे तो ऊपर को चली अबे टका एक समय को धर रहे एक सड़ा को धर एक सड़ा कथा दाम मु बुझी रे और में देखो ମୋତେ ଛାଡ଼ି ଦେ ନା ମୋତେ ଛାଡ଼ି ଦେ ଆଲେ ମୁଁ ମରିଯିବି अरे साला धर्माच करू चंदाच करू धर्माच को पलटी दे तो भाभी जो मु तो छाड़ी दई रे अरे साला तोरी भाई मो धंधा बांधा हे जाई छी ओ भाई मो बर्पा जाई जाई छी साला मु तो छाड़ी भी नहीं रे शांति ना बंची हो आराम जाती तू एक मजे चौकमा देखी ए टोका सहित राति अधिया चाली आसिलो आलो पैसा तो खन खन करी देलो मते लोन खन कई देलो ଏନ ମୋତେ ଛାଡ଼ି ଦେ ମୁଁ ଦେଖିବି ମୋ ମୁଣ୍ଡ ଘରେ ବାପ ମା ମାନଙ୍କୁ କେତେ ଝିଅ ପିଛନ୍ତି ଆଉ ମୋତେ ଗୋଟାଏ ମୁଣ୍ଡ ନେବାକୁ ଚେଷ୍ଟା କର आगे सोला तू एक कमा किलो बीजू रे ହଁ ବେ ओ बीड़ी रा हरानी अबे ओ मु तो ते छाड़ी भी रे ओ राउनी राका माने ओखीर ओनी फूल डंडोर अरे बातो ए सोला को छा देखियो मु को জীবন তোমারিয়া গরিবরা তো সন্তান সম্ভব গরিবরা তো বেঈমান लेकिन ये शिवा कहिला मैं हूँ सहीता हूँ और चलाता है पानी डुबाता है लेकिन ये शिवा तुम्हारिया कर पाता है
নারী অবহেলা নহ নারী পিধি পারে রক্ত সিন্দুর ও শিবা শিবা কবাড়িয়া मंत्री को पाखर नरेंद्र मोदी मो क्लासमेट आउ मोहन मागे मो तल ब्या मते अरेस्ट करने को ओ अंडीरा को दौड़न होइले हो सोला तोते अरेस्ट करबी बे कोला कोला कृष्ण साजी बहुत युवक जीवन नष्ट कले एबे चल कोला थानारे तो कथा चर्चा हो ससुर पुआ दुई टंकिया कनेसब तू मो हाथ रे हाथ कड़ी पकड़ी अबे कौन कहलु बे सोला हां सोला मु दुई टंकिया पुलिस वाला हां हेगी थाना बाबू हेगी आउ दी चारी पाखे हेगी थाना बाबू ए सोना बूढ़ा रो ए मुहरटा एक्सपार्ट सोना पथरटा पूरा सोनी पाक आउ दी चारी पाखे पके दी सोना को आसीनी गो सीधा जाई जाई ध्यान रे बसी पड़ी बाड़ो है नाती भी सोला पड़ी सोला ये मत गाड़े दो आ मु ध्यान को दौड़ी दौड़ी पड़े
ନୁହଁ ଏ ସହରରେ ମୋର ବି ଗୋଟାଏ କାନ୍ଦାନି ଅଛି। କଣ ଅଛି? ଏଲେ କୋଉ ଖାଦି? ଏଇଠି ପୋଲିସ ବାବୁ ଏ ଜଗଣି ଖେପଡାକୁ ଜମା ରେଷ୍ଟ ଦେବନି। ନିଶ୍ୱାସ ବନ୍ଦ କରିକି ପିଟି ଚାଲ। ଫୁଟି ଚାଲେ ତୁ ମୋର ବଡ଼ ହିତର ଅଛୁଲୋ। ଇଲୋ ତତେ ବାହା ହେବି ବୋଲି ମୁଁ ରେଡି ହୋଇଥିଲି। ଶେଷକୁ ତୁ ମତେ ଥାନାକୁ ପଠେଇଦେଲୁ। আবে সরা চাল আজি সরা তু জোড়া তেল দেই এই দেবি পড়তো এইটি পୋଲିସ ବାବୁ ଧନକୁ ମୋର ଧ୍ୟାନରେ ନବନି। କାହିଁକି ନା ମୋ ଧନ ମାଡ଼ ଖାଇ ଖାଇ ତା ପିଚା ପରା ସିଝି ଯାଇଥିବ। ତାକୁ ଟିକେ ପଦ୍ମଚରଣ ଚାଲରେ ଚଲେଇ ନବ। ঠিক আছে ঠিক আছে ଶେଷରେ ତୁ ବି ମୋ ଭାଇ ହେଲୁ। ହେଇଟି ହଉ ହେଲା ମୁଁ ଯାଉଛି। ଯଦି ଫେରିଲା ବେଳକୁ ମୋ ପ୍ରାଣ ଥାଏ ତତେ ଗୋଡେଇ ଗୋଡେଇ ବଳାତ୍କାର କରିବି ଲୋ। ଶଳା ଗଳିଆ ବଳାତ୍କାର କରିବି। ଆଉ ମୋର ବୁଝିବନି ଧନ। আবে চাল সরা এইটি গেঞ্জ ঢালে। My sweetheart, Menoga. এইটি গেঞ্জ ঢালে। ওলো। ଏଥର କଣ୍ଟା ଆଉଟ ହେଇଗଲା। ଏଥର ତ ପୁରୁଷନିଆ କିରେ ହବ। ଆରେ କଣ କରିବା? ଭିତରେ ଅଛି ମେଲା। ଚାଲ କରିବା ଠିଆ କଲା। ରାହୁଲ କାଲି ବସେଇଲା। আরে জবাব চলে তু সারি আসি আজ তো রাসলীলা করুছু তোতে মু এ গলি হে গলি কেতে বুঝিলিনি এইটা গোটে পাগল যাবে সে কোন জানিছি যে তোমরা কথা বুঝিব ମୁଁ ତତେ ପୁରା ଗ୍ଲୁକୋଜ କରିଦେବି। ଏ କଣ କର? ଆଗ କହ ଏଠିକି କାହିଁକି ଆସିଛ? ହ୍ୟାଲୋ ତୁ ଯେମିତି ହେଇଛୁ ନା ତତେ ଯିଏ ଦେଖିଲେ ସେ ପାଗଳ ହେଇଯିବ। ପଳାଟୁ ମଇନାକୁ ମୁଁ ବହୁତ ଦିନ ପରେ ପାଇଛି। ତା ସହ ଲାଗିବୁ ତୋ ଛାତି ଚିରି କଣା କରି ରକ୍ତ ପିଇଯିବି। ଠିକ ଅଛି ଏବେ ସହ ତୁ ଦିନ ମୋର ସିନିୟର ଥିଲୁ ଏମିତି ତ ପୁରା ବିଉ ରଚନା କଲି ଶଳା ମାଇକିନା ତ ମଲା ତୁ ଶଳା ଗୋଟେ ପାଗଳ ହେଇଗଲୁ। ଏବେ ଶୁଣ ଯଦି ଆଜି ମୋ ଶିକାରକୁ ତୁ ଛଡେଇବାକୁ ଚେଷ୍ଟା କରୁ ଶଳାକୁ ଜୀବନରେ ମାରିଦେବି। ତୁ ଗୋଟେ ମୁଦ୍ରା ରାକ୍ଷା, ତୁ ଗୋଟେ ଶୈତାନ। ଏ ମଇନା ଏଇଟା ହଉଛି ଗୋଟେ ଡାହାଳ କୁକୁରଟା। ଗଲ ଗୋଟେ ଠେଙ୍ଗା ଆଣିବ, ତାକୁ ତିରି ବାରି ପକେଇଲେ ସେଠୁ ଲାଙ୍ଗୁଡ଼ ଲାଗି ପଳେଇବ। ରେ ଦେଶ ତୁ ମତେ ମାଡ କରିବୁ। ଶୁଣ ଏବେ ଏଇଠି ତୋ ସାମ୍ନାରେ ତୋ ସ୍ତ୍ରୀକୁ ମୁଁ ବଳାତ୍କାର କରିବି। ତୁ ଶଳା ପାଗଳ ତୁ ମୋର କଣ କରିବାର ଅଛୁ କହ।
ତମେ ତମେ କିଏ? ସେମାନେ ତ ସେଦିନ ମୋ ମଇନାକୁ ଆଖି ସାମ୍ନାରେ ମାରି ଦେଇଥିଲେ, ହେଲେ ତମେ କିଏ? ଅବିକଳ ମଇନା ପରି ଦେଖାଯାଉଥିଲା, ଆଉ ଗୋଟିଏ ଝିଅ। ତାହା ପାଇଁ ତମେ ନୂଆ ଜୀବନ ପାଇଛ। ତୁମକୁ କେମିତି ଧନ୍ୟବାଦ ଦେବି, ମୋ ପାଟିରେ ଭାଷା ନାହିଁ। ତଥାପି ମୁଁ କଥା ଦଉଛି, ତମେ ଯେତେବେଳେ ଯାହା ସହ ଚାହିଁବ ମୁଁ କରିବି। ମନୋଜ ବାବୁ, ପୁଣି ଥରେ ସେଇ ସତ ପୋଲିସ ଅଫିସର ମନୋଜ ମିଶ୍ର ଭର୍ତ୍ତି କରିବ। ଏ ସହଜ ଅନ୍ୟାୟ, ଅତ୍ୟାଚାର, ବଳାତ୍କାର, ଲୁଣ୍ଠନର ମୂଳୋତ୍ପାଟନ କରି ଅଧୀନ ହୋଇ ଗାଣ୍ଡିବ ଉଠେଇବ, ଗାଣ୍ଡିବ ବଦଲା ନେବ, ବଦଲା। ହାରାମଜାଦା ରାଉଡି ରାକା ଆଉ ନାଗେଶ୍ୱର କରିଦିଆ, ତମ ଦିଟାକୁ ମୁଁ ଜମା ଛାଡ଼ିବିନି। ଫାଶୀ କୁଣ୍ଡରେ ଝୁଲାଇବି, ଫାଶୀ କୁଣ୍ଡରେ। ହଁ, ମୁଁ ତୁମକୁ ଫାଶୀ କୁଣ୍ଡରେ ଝୁଲାଇବି। ପିଛା ଛାଡୁନ, ମୋ ପ୍ରେମ ମୋ ଭଲ ପାଇବା ଛଡେଇ ନେଲ। ସେଥିରେ ତମ ମନ ବୁଝିଲାନି ଯେ ମୋ ପରିବାରଠୁ ମୋତେ ଅଲଗା କରିଦେଲ। ମା ପରି ପାଳିଥିଲେ ଭାଉଜ, ଶେଷରେ ତାକୁ ଦୁଚାରଣୀ ସଜେଇ ଦେଲ। କାହିଁକି ଠାକୁରେ, କଣ ପାଇଁ ଏମିତି କଲ? ଭାଗ୍ୟରେ ମହକ। ତୋ ସ୍ତ୍ରୀ ରହି ପାଇଲୁ ନା ତୋ ପରିବାର ରହି ପାଇଲୁ? ତୋର ଶଳା ଯଦି ନିଜର ବୋଲି କେହି ନାହିଁ, ତୁ ବଞ୍ଚୁଛୁ କାହିଁକି ବେ? ତୁ ଶଳାଟି ମରିଯାଉନ। କାକା ବାଗା ତୋ ଜମା ଦୂତ ଧର ବେ କାକା।
ଠିକ ଅଛି ତୋ ସ୍ୱାମୀକୁ ମୁଁ ମାରିଦେଲି ହେଲେ ଗୋଟେ କଣ୍ଡିସନ ଆମର କି କଣ୍ଡିସନ? ହଁ କଣ୍ଡିସନ ତୋ ଘରଟା ସାମ୍ନାରେ ତୁ ମୋ ଦେହ ଦାନ କରି ছি! ତମେ ମହେଶଙ୍କ ବଡ ଭାଇ ସେଇ ହିସାବରେ ମୁଁ ତମର ଭାଇ ବୋହୂ ହେବି। ଦେଢ଼ଶୁର ହେଇ ଭାଇ ବୋହୂ ଉପରେ ଏମିତି ସମ୍ପର୍କ ରଖିବ ତମେ ଖରାପ ଲାଗୁନି? ଲାଜ ଲାଗୁନି ତମକୁ? এইটা আমার ভাই হলো এইটা ଗୋଟେ ভোগারি কে সাপ লাঙ্গুরে হাত মারিছি ছোটটা সে খাইবনি তো মু খাই শুন মু আগ তো ভিতরে খেই খেই এই সারে আ কথা মু বুঝি এক লাগে সরবর্তিয়া ও মনালে তো ধরিব তো তোরা তোদের পতলা ফাড়িলা বলে ফাড়ি দেবি দেখো দেখো তোর তোরକୁ ଦେଖ ତୁ ସାଠେ ଖାଲି ହପ ହଉଛୁ ଆରାମ ଦାଦା ମୋ ହାତ ଦିଟା ଖୋଲିକି ଦେଖ ତୋ ଅବସ୍ଥାଟା କଣ କରୁଛି ତାପରେ ତୁ ବଳେ ବଳେ ଜାଣିଯିବୁ ଆରେ ନାହିଁ ରେ ଆଗ ମୁଁ ତା ସହିତ ଟିକେ ହେଇ ଠେଇ ତାପରେ ମୁଁ ତୋ କଥାଟା ଏମିତି କଥା ତମେ କୁହନି। ଆଲୋ ମୁଁ ତମର ଭାଇ ବୋହୂ, ମୁଁ ତମର ସାନ ଭାଇର ସ୍ତ୍ରୀ। ଯାଇଲୋ এইটা বাবু ମୋ ଭଗାରୀ ଆଇ ବୋଉ ହେଲୁ କେମିତି ବେ ନାଇଁ ହେଲା ଆଜି ତୁ ମୋ ସହିତ ଟିକେ ମିଳନ ହବାର ରାଜି ଆସୁନୁ ହ୍ୟାଲୋ ତୁ କେମିତି ଜାଣିବୁ ବେ ରାକ୍ଷସ? ଆମେ ତମ ସାଥେ ରହୁ ଶୁଣୁ ତୁଇ ବର୍ତ୍ତମାନ ବୁଢୀ ହେଇଗଲୁଣି ବର୍ତ୍ତମାନ ତୋର ଭଳିଆ ମନ ନାହିଁ ବର୍ତ୍ତମାନ ମନଟା ହେଲା ତୁ କିଛି ବାଧା ଦେନି ମୋର କିନ୍ତୁ ତୋର ଡେଡ୍ ବଡି ଦରକାର। ତମେ ଶେଷରେ ଆଇନକୁ ହାତ ମୁଠାକୁ ନେଇଗଲ এইটা সেদিন থানা ভিতরে মতে জোর জবরদস্ত বলাৎকার করছিলা আর তোমাকে নির্দোষে ছাড়ি দেব বলি কইছিলা এইটাকু মু আজ মারি যাইছি এইটাকু ତମେ ହାତକୁ ନିଅ ଆଇନକୁ ହାତକୁ ନିଅ ନା ମୀରା ନାଇଁ ସାର୍ ଆପଣଙ୍କ ଭୁଲ ହେଇଯିବ ମୁଁ এইটাকু ବଦଲା ଦେଇଛି ବଦଲା ତମେ ଆଉ ସେ ଭୁଲ ବାଟକୁ ଯାଅନି ଏବେ ଚାଲ ଆମ ଘରକୁ ଆମେ ଫେରିଯିବା ନା ମୋର ଶେଷ ଟାର୍ଗେଟ
ଫେରି ଆସ। କାହିଁକି ହାତକୁ ନିଅନି ମୀରା, ସବୁଙ୍କ ଭୁଲ ହେଇଯିବ। ଶୁଣ, ତମେ ଦି ଜଣ ସାକ୍ଷୀ ଦେବ, ଏ ଲୋକକୁ ରାଉତ ଲେଖା ମାରିଛି। ଯାଆନ୍ତୁ ପୋଲିସ ବାବୁ, ମୋ ଭାଉଜକୁ ଦେଖନ୍ତୁ। আজি তো শ্বশুর ঘাইতা দেখিলে তোর বস্ত্র হরণ। আরে তো ভাউজটা মো সাঙ্গকু মারি দেলা। ও বংশানি বাদ করদেবি। আগ তো সহিত দিবাজি খেল খেলি ছাড়িলা পরে। ଭଲରେ କହୁଛି ମାନିକୁ ଛାଡ଼ିଦେ, ନହେଲେ ତ ଜିନା ହାରାମ କରିଦେବେ। ଆଉ ମୁଁ ଦେଖିଲେ ତୁମର ତାଟିବୁ କଣ? ଓ ସାମ୍ନାରେ ଓ ମାଇକି ଅନ୍ୟାୟକୁ ମୁଁ ରେପ୍ କରିବି। এই চুপচাপ ହେଇଥିଅ। চুপচাপ ହେଇଥିଅ। ମୁଁ ଦିବାଜି ଖେଳ ଛାଡ଼ି ବେରୁ ରାଉଣ୍ଡି ରାଉଣ୍ଡି অখির অন্দির রাউডি রাকা মানে দক্ষিণ অন্ডিরা ଏସବୁ କଣ? ଓଷା, ତମେ ଆକୁ ମାରିଦେଲ? ମୀରା, ତମକୁ ଛାଡ଼ି ମୁଁ ବହୁତ ବାପା ଭାଇ ସମସ୍ତେ ଆମେ ଦୁଃଖ ପାଇସାରିଲୁଣି, କିନ୍ତୁ ଆଉ ନୁହେଁ। ମୁଁ ତମକୁ ଏବେ ଆଜି ଘରକୁ ନେଇ ତମେ ମୋ ସହିତ ଯିବ ନା? ତମକୁ ଆଜି ମୋ ବଡ଼ଦାରେ ପଡ଼ିପାଇ ମୁଁ ଆଜି ବହୁତ ଖୁସି। ତମେ ହଉଛ ଏ ନାରୀ ଜାତି ପାଇଁ ସାହସ ଓ ଶକ୍ତି। ବାପା, ଆଉ ତମ ବୋହୂକୁ ମୁଁ ଛାଡ଼ି ରହିପାରିବିନି। ଆଜି ନିହାତି ଘରକୁ ନେଇକି ଯିବ। ମୀରା, ତମେ ମୋ ସାଥିରେ ଆମ ଘରକୁ ଯିବ ନା? ଆଉ ତମେ ଆଗ ଯେମିତି ଭଲ ପାଉଥିଲ ସେମିତି ଭଲ ପାଇବ ନା? ଏଇଠି ତ ମୁଁ ତନ୍ଦର ପଡ଼ିଗଲି। ସତ କହିବି ନା ମିଛ କହିବି?
মিছ কহিবি না সত